Hi everyone, this is Sandeep Karpal, a student of class 9 in SR Government High School, Ballyama. The name of my project is Earthquake Safety Belt. ଆମ ଦେଶର ଅନେକ ରାଜ୍ୟରେ ଭୂମିକମ୍ପ ସଂଗଠିତ ହୋଇଥାଏ। ଏହି ଭୂମିକମ୍ପ ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ ଏବଂ ବିଲ୍ଡିଂ ଗୁଡ଼ିକ ଭୁଶୁଡ଼ି ପଡ଼ିଥାଏ। ବିଲ୍ଡିଂ ମଧ୍ୟରେ ଥିବା ଲୋକମାନଙ୍କର ଧନ ମୃତ୍ୟୁବରଣ ହୋଇଥାଏ ଏବଂ କେତେକ କ୍ଷେତ୍ରରେ ଲୋକମାନେ ମାଟି ତଳେ ପୋତି ରହିବା ଯୋଗୁଁ ମୃତ୍ୟୁବରଣ କରିଥାନ୍ତି। ଏହି ସମସ୍ୟା ଗୁଡ଼ିକୁ ଆମେ ଦୃଷ୍ଟିରେ ରଖି ଏହି ମଡେଲଟିକୁ ପ୍ରସ୍ତୁତ କରିଛେ। ଏହି ମଡେଲ ଦ୍ୱାରା ଯେତେବେଳେ କୌଣସି ବ୍ୟକ୍ତିଟି ଏହି ଖଟ ଉପରେ ଶୋଇଥିବ ଏବଂ ସେହି ସମୟ ମଧ୍ୟରେ ଯଦି ଭୂମିକମ୍ପଟି ସଂଗଠିତ ହେବ, ସଙ୍ଗେ 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 ଏହି ଡିଟେକ୍ଟରଟି ଆର୍ଥକୁ ଡିଟେକ୍ଟ କରିବ ଏବଂ ଖଟ ଉପରେ ଥିବା ଏହି ଅଂଶଟିକୁ ବନ୍ଦ କରିଦେବ, ଯାହାଫଳରେ ଲୋକଟି ତା ମଧ୍ୟରେ ସୁରକ୍ଷିତ ଭାବେ ବଞ୍ଚିତ ହୋଇ ରହିପାରିବ। ଏହି ଖଟ ମଧ୍ୟରେ ଏକ ଜିପିଏସ୍, ପାନୀୟ ଜଳର ସୁବିଧା, ଖାଦ୍ୟପେୟ ଏବଂ ଅକ୍ସିଜେନର ସୁବିଧା ମଧ୍ୟ ରହିଥିବ, ଯାହାଫଳରେ ଲୋକଟି 2 ରୁ 3 ଦିନ ୟା ଭିତରେ ସର୍ଭାଇଭ୍ କରିପାରିବ। ତା ମଧ୍ୟରେ ଜିପିଏସ୍ ଲାଗିଥିବା ଯୋଗୁଁ ବିଲ୍ଡିଂଟି ଭୁଶୁଡ଼ି ପଡ଼ିବା ଦ୍ୱାରା ଯଦି କୌଣସି ବିଲ୍ଡିଂ ଠାରୁ ଦୂରରେ ବିଚ୍ଛିନ୍ନ ହୋଇ ପଡ଼େ, ସେତେବେଳେ ଜିପିଏସ୍ ଯୋଗୁଁ ଅଗ୍ନିବାହିନୀ ଏବଂ ପୁଲିସ ମାନେ ମଧ୍ୟ ଆସି ସେହି ଲୋକଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିବେ। ତାପରେ ଏହି ମଡେଲ ଦ୍ୱାରା ଭୂମିକମ୍ପ ହେଉଥିବା ଅଞ୍ଚଳର ଲୋକମାନେ ଅଧିକ ଭାବରେ ଲାଭ ପ୍ରାପ୍ତ ହୋଇପାରିବେ। ଧନ୍ୟବାଦ।